यदा यदा हि धर्मस्य ग्लानिर्भवति भारत अभ्युत्थानम् अधर्मस्य तदात्मानं सृजाम्यहं परित्राणाय साधूनां विनाशाय च दुष्कृतां धर्म संस्थापनार्थाय संभवामि युगे युगे। जय जगन्नाथ। आज विजयी आज आलोचना करिया नुआपाटणारे विजय बाना बुझ कहबार तात्पर्य तुम देख ओडिशा भूखंड रे अनेक गाँ ना अच्छी नुआपाटना नहीं महापुरुष वास्तव में कौ नुआपाटना को कही आम नेमाल जाइले स्नान पूर्णिमा अनेक दल आम देखिले महापुरुष लिखिले 4 दल किंतु बर्तमान केते दल बाहर ठीक ना माने धर्म दल राजनीति दल कथा कहूनी जी जो नुआपाटना चाहूँगी कौन कहते कौन यही नुआपाटना को महापुरुष ठीक कर वास्तव मत कौ नुआपाटना विजय बाना महापुरुष खोलिकी लिखिं जिते बेले कलिर अंतिम पर्याय आसव नुआपाटना जिते बेले स्वत केतन उड़िब से समय भक्त माने जानीपारे बेल निकट फिर भक्त कौ भक्त ना ये चेतुआ भक्त आसबे नित्य भक्त माने भक्त तो बर्तमान अनेक प्रकार भक्त अच्छा प्रभुंकर अंगीकार भक्त होती नित्य भक्त तांको परे हेले हेतु दिया भक्त तांको परे हेले चेतुआ भक्त स्तरटा होची 3 प्रकार। नित्य भक्त माने जानवे जे समय निकट हो गला केते बेले ना नुआपाटना जिते बेले स्वत केतन उठला ये विषय उपरे पंचसखा माने समस्त मध्य लिपिबद्ध कर वास्तव मतरे कौ नुआपाटना को महापुरुष आइडेंटिफाई कर आज तुम खोली कहूँ महापुरुष 2टी नुआपाटना विषय लिखि है 2टी नुआपाटना कौन गोटे नुआपाटना जिते पताका उड़ीब स्वत केतन बलराम दास कौन हे से ठाकुर को चिन्हिबे चिन्हिक कौन करेंगे अनंत से पताका उड़ेबे चिन्हिक कौन करेंगे अनंत पाखे सलेंडर आ गोटे नुआपाटना कौटी तुम देख गौड़ कल्प लिखिं ना शिवकल्प लिखिं गौड़ कल्प नुह शिवकल्प नील पद्मने नीला रुचिव जन्म हेबे भाव गाई उदय बेल को प्रकाश होइबे 3 पाटना जो प्रकाश हे से 3टा पाटना प्रकाश है से जो 3 पाटना थी ता भीतर से गोटे नुआपाटना गोटे नुआपाटना प्रकाश हे गोटे नुआपाटना कौन करेंगे स्वत केतन उड़ी पूरी महापुरुष शिशु अनंत हूँ कि अच्युतानंद महापुरुष हूँ समस्ते नुआपाटना को मुख्यतः कौन कर आइडेंटिफाई कर भक्तर घंटीटा हूँ नुआपाटना है ये नुआपाटना पर कौन महापुरुष लिखुं गोटे अच्छी जायफुल मालिका है से लिखिले जेते बेले उड़ीब हो नुआपाटणार जेते बेले ध्वजा उड़ीब हो नुआपाटणार जानिब निश्चय बेल होइला निकर
ଜାଣିଥିବା ଭକ୍ତ ଦେଖି ହୋଇବେ ତୃପତି, ଜାଣିଥାଅ ଗୀତେ ଟିକେ କହିଲେ ଅଚ୍ୟୁତି। ଜୟ ଜଗନ୍ନାଥ। କହିଲେ ଯେବେ ଧ୍ୱଜା ଉଡ଼ିବ ହୋ ନୂଆ ପାଟଣା। କିଏ କହୁଛନ୍ତି? ଅଚ୍ୟୁତ କହୁଛନ୍ତି। ହେ ରାମ, ଯେତେବେଳେ ନୂଆ ପାଟଣାରେ ଧ୍ୱଜା ଉଡ଼ିବ, ଜାଣିବ ନିଶ୍ଚୟ ବେଳ ହୋଇଲା ନିକଟ। ତମେ ମାନେ ଜାଣିବ ବେଳ ଖୁବ୍ ନିକଟତର ହେଲା। ଜାଣିଥିବା ଭକ୍ତ ଦେଖି ହୋଇବେ ତୃପତି। କାରଣ ଭକ୍ତମାନଙ୍କୁ ବହୁତ କଷ୍ଟ ପଡ଼ୁଥିବ, ସେମାନେ ମାଡ଼ି ବକୁଚେଇକି ରହିଥିବେ, ବହୁତ ଦୁଃଖ ସହିଥିବେ। ଯେତେବେଳେ ନୂଆପାଟଣାରେ କୀର୍ତ୍ତନ ଉଡ଼ିବ, ସେ ଟିକେ ଶାନ୍ତି ଅନୁଭବ କରିବେ। ଯାହା ହଉ ପ୍ରଭୁ ଆସିବାର ସମୟ ହେଇଗଲା, ଆମର ଦୁଃଖ ଦୂରୀଭୂତ ହେବ। ଜାଣିଥାଅ ଗୀତେ ଟିକେ କହିଲେ। ଅଚ୍ୟୁତ କହୁଛନ୍ତି କ'ଣ? ଯେତେବେଳେ ନୂଆପାଟଣାରେ ଧ୍ୱଜା ଉଡ଼ିବ, ଭକ୍ତମାନେ ଦେଖି ଶାନ୍ତି ଅନୁଭବ କରିବେ ଏବଂ ବେଳ ନିକଟ ହେଲା ବୋଲି ଜାଣିବେ। ତାହେଲେ କୋଉ ନୂଆପାଟଣା ହେଲା? 13 ଜନ୍ମ ଶରଣରେ ତାକୁ ମହାପୁରୁଷ କ'ଣ କଲେ? ସମାଧାନ କହିଲେ। ରାଜହଂସପୁରେ କୀର୍ତ୍ତି ମଣ୍ଡଳରେ ଗ୍ରାମ ଯେ ନୂଆପାଟଣା, କୀର୍ତ୍ତନ ଉଡ଼ିଲେ ସକଳ ଭକତ ପରା ହୋଇଯିବେ ଗଣା। ଜୟ ଜଗନ୍ନାଥ। କହିଲେ କୋଉ ନୂଆପାଟଣା? ନା ରାଜହଂସପୁରେ କୀର୍ତ୍ତିମଣ୍ଡଳରେ। କୀର୍ତ୍ତିମଣ୍ଡଳ ବୋଲେ ସଂସାର ଭିତରେ ରାଜହଂସପୁର ହେଇଥିବ, ତା ଭିତରେ ଗ୍ରାମ ଯେ ନୂଆପାଟଣା। ସେ ରାଜହଂସପୁରେ ଗାଁଟିଏ ଥିବ, କ'ଣ? ନୂଆପାଟଣା ବୋଲି ଗୋଟିଏ ଗାଁ। କୀର୍ତ୍ତନ ଉଡ଼ିଲେ ସକଳ ଭକତ ପରା ହୋଇଯିବେ ବଣା। ଯେତେବେଳେ ସେଠି ସ୍ୱତ କୀର୍ତ୍ତନ ଉଡ଼ିବ, ସକଳ ଭକ୍ତମାନେ ବଣା ହେଇଥିବେ। ମାନେ ସେଠି କହିଲେ କ'ଣ? ଭକ୍ତମାନେ ତୃପତି ହେବେ, ଏଠି ବଣା ହେଇଯିବେ। ବଣା ହେଇଯିବେ ମାନେ କ'ଣ? ସମସ୍ତେ ଭାବ ବିହଳିତ ହେଇଯିବେ। ପ୍ରଭୁ ଆସିବାର ସମୟ ହେଇଗଲା, ଭକ୍ତଙ୍କ ଦୁଃଖ ଲାଘବ ହେବ। ଏଇ ଭାବରେ ସମସ୍ତେ କ'ଣ ହେଇଯିବେ? ବହୁତ ଖୁସି ହେଇଯିବେ। ବୁଝିପାରୁଛି? ତେଣୁ ରାଜହଂସପୁରଟା କୋଉଠି, ଏଇଟା ଜାଣିବାର ଅଛି। ସେଇଟା ତ କ୍ୟାମେରା ଆଗରେ କହିହେବ ନାହିଁ, ତମକୁ ପଛରେ କହିବି। କିନ୍ତୁ ଏତିକି ମନେ ରଖିଥାଅ, ମହାପୁରୁଷ ଲେଖିଛନ୍ତି ମଧ୍ୟ, ଖରସ୍ରୋତା କୂଳରେ ହେଇଥିବ ରାଜହଂସ ହେଲା। ଯୋଉ ଖରସ୍ରୋତା ନଦୀ, ସେ ନଦୀ କୂଳରେ ରାଜହଂସପୁର ହେଇଥିବ। ସେ ରାଜହଂସପୁର ମଧ୍ୟରେ ନୂଆପାଟଣା ଗ୍ରାମ ବିଦ୍ୟମାନ ହୋଇଥିବ। ସେଠି ଯେତେବେଳେ ସ୍ୱତ କୀର୍ତ୍ତନ ଉଡ଼ିବ, ଭକ୍ତ ମଣାଏ। ତାପରେ ମନେ ରଖିଥାଅ, ପୁନର୍ବାର ସେଠି କେମିତିଆ ପତାକା ଉଡ଼ିବ? ନା ଧଳା ପତାକା। କେତେ ହାତ? ନା 54 ହାତର ଯେତେବେଳେ ପତାକା ଉଡ଼ିବ, ସେ ସମୟରେ ପ୍ରଭୁ ଜଗତର ନାଥ ଜଗନ୍ନାଥ ଚିନ୍ମୟ ଅଶରଣ ଶରଣ ରକ୍ଷଣ ମହାଭାବ ବଡ଼ ଦେଉଳ ଛାଡ଼ି ଛତିଆ ବଟକୁ 13 ଦିନ କ'ଣ କରିବେ? ଯାତ୍ରା କରିବେ। 7 ଦିନିଆ ଏଠି ଶ୍ରୀକ୍ଷେତ୍ର ନୁହଁ, ଏଠି 13 ଦିନ ଶ୍ରୀକ୍ଷେତ୍ର ବୋଲି ମହାପୁରୁଷ କରିଛନ୍ତି। ଏ କଥା କ'ଣ ହେଲା? ତାକୁ ସମାଧାନ କରିଦେଲେ। କିଏ ସେ? ଶିଶୁ ଅନନ୍ତ ପଟ୍ଟାମଡ଼ା ନା ଶାସ୍ତ୍ର। ଏ ଘଟଣାଟା କେବେ ଘଟେ? ନା 8 ବେନି 4 ମିଶାଇ ଗଣିବୁ, ମୋର କୋଠ ଧନ ସିନା ନୂଆପାଟଣାରେ ସେ କାଳେ ବାରଙ୍ଗ ଉଡ଼ିବ ବି ଜୟବାନା। ଜୟ ଜଗନ୍ନାଥ। କହିଲେ 8 ବେନି 4 ମାନେ 32 ଅଙ୍କ। ତାକୁ ସମାଧାନ ଆମେ କରୁନୁ, କାରଣ ଅନେକ ବ୍ୟକ୍ତି ବିଶେଷକୁ କପି କରୁଥିବା ହେତୁ ଆମ କଥାକୁ ଆମେ ସମାଧାନ କରୁନୁ, ଖାଲି ଠାରି ଦେଉଛୁ। 8 ବେନି 4 ପର୍ଯ୍ୟନ୍ତ ହେଉଛି 32 ଅଙ୍କ। ଯେତେବେଳେ 32 ଅଙ୍କ ହେବ, ହେ ବାରଙ୍ଗ କୋଠ ଧନ କ'ଣ ହେଇଯିବ? ସିନା ମୋ କୋଠ ଧନ କ'ଣ ହେଇଯିବ? ଲୀଳା ପ୍ରକାଶ କରିବ।
ସେ ସମୟରେ କ'ଣ ହବ ନା ନୂଆ ପାଟଣାରେ ସେ କାଳେ ବାରଙ୍ଗ ଉଡ଼ିବ ବିଜୟ ବାନା, ଯୋଉ 54 ହାତ ବାନା ସେଇ ସମୟରେ ନୂଆ ପାଟଣାରେ ଉଡ଼ିବ। ହେଲା, ଉଡ଼ିବ କ'ଣ ହବ? ଶିଶୁନନ୍ଦ ଫେର ତାକୁ ସମାଧାନ କଲେ, କହିଲା ଛତିଆ ବଟ ମୋ ଶ୍ରୀକ୍ଷେତ୍ର ହୋଇବ, 13 ଦିବସ ସମ୍ପୂର୍ଣ୍ଣ, ବେଦବର ଯିବେ ବେଦାଙ୍ଗ ବିପ୍ରାୟ, ମହତିଆ ନିଚ ଜନ। ଜୟ ଜଗନ୍ନାଥ। କହିଲେ ଯେତେବେଳେ ନୂଆପାଟଣାରେ 54 ହାତର ବାନା ଉଡ଼ିବ 32 ଅଙ୍କରେ, ସେ ସମୟରେ ଛତିଆ ବଟ ଶ୍ରୀକ୍ଷେତ୍ର ହେବ 13 ଦିବସ ବୋଲି ଆମେ କହୁନୁ, ଶିଶୁ ଅନନ୍ତ ବାରଙ୍ଗକୁ କହିଛନ୍ତି। ହେଲା, ସେ ସମୟରେ କ'ଣ ହବ? ବେଦ ବର ଯିବେ ବେଦାଙ୍ଗ ବିପ୍ରାୟ, ମହତିଆ ନିଚ ଜନ। ସେ ସମୟରେ ବେଦାଙ୍ଗୀ ବିପ୍ରମାନେ, ନୈଷ୍ଠିକ ବ୍ରାହ୍ମଣ ମାନେ, ବେଦକର୍ମ କରୁଥିବା ବ୍ରାହ୍ମଣ ମାନେ ସେମାନେ ବେଦ ଉଚ୍ଚାରଣ କରିବେ ଏବଂ ମହତିଆ ବ୍ୟକ୍ତି ମଧ୍ୟ ବେଦ ଉଚ୍ଚାରଣ କରିବେ। ନିଚ ବ୍ୟକ୍ତି, ନିଚ ଜନ ବୋଲନ୍ତି ସାଧାରଣ ବ୍ୟକ୍ତି ବିଶେଷ ମଧ୍ୟ ବେଦ ଉଚ୍ଚାରଣ କରିବେ। ମହାପୁରୁଷଙ୍କର ଭାଷାରେ ମହାପୁରୁଷ କହୁଛନ୍ତି ଯେତେବେଳେ ପ୍ରଭୁ ଛତିଆ ବଟକୁ 13 ଦିନ ପାଇଁ ଆସିବେ, ସେ ସମୟରେ କ'ଣ ହବ? ସମସ୍ତେ ଭାବାତ୍ମକ ଶବ୍ଦ ନା, ସମସ୍ତେ ପ୍ରଭୁ ପ୍ରଭୁ ବୋଲି ଭାବ ବିହଳିତ ହେଇଯିବେ। ବୁଝିପାରୁଛି? ଶିଶୁ ଅନନ୍ତଙ୍କ ମତ ଏବଂ ଅଚ୍ୟୁତଙ୍କର ମତରେ ଏକଥା ଦିଯାକ ମତ ଗୋଟିଏ ହେଇଥିବା ହେତୁ ଏକଥା ନିଶ୍ଚିନ୍ତ ଘଟିବ ବୋଲି ଆମର ଦୃଢ଼ ବିଶ୍ୱାସ। ଏହା 32 ଅଙ୍କରେ ହେବ ବୋଲି ମହାପୁରୁଷ ଶିଶୁ ଅନନ୍ତ ଆମକୁ ବାରମ୍ବାର ଚେତନା ଦେଇଛନ୍ତି। ଏଠି ଯେତେବେଳେ ଅନନ୍ତ ଯାଇକି ଲୀଳା ଖେଳା କରିବେ, ସେଇଠି ବଳରାମ ଦାସ ଯାଇକରି କ'ଣ ବଳେ ବଳେ ପ୍ରଭୁଙ୍କୁ ଅନନ୍ତଙ୍କୁ ଧରିବେ ବୋଲି ମହାପୁରୁଷ ଅନେକ ଶାସ୍ତ୍ରରେ ମଧ୍ୟ ଏକଥା ପ୍ରମାଣ ଦେଇଛନ୍ତି। ଯାହା ହେଉ, ସେଇ ପ୍ରଭୁ ଜଗତର ନାଥ ଜଗନ୍ନାଥ ଏବଂ ମହାପୁରୁଷ ଅଚ୍ୟୁତ ଅନନ୍ତଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲାନନ୍ଦେ କବା ହରି ବୋଲ।